आज ମୁଁ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କଥା କହିବି। ଗୋଟେ ନାରୀର ପରିଚୟ, ପ୍ରକୃତରେ ଗୋଟେ ନାରୀର ପରିଚୟ କ'ଣ ହେଇଥାଏ? ଯେତେବେଳେ ସେ ଗୋଟେ ନାରୀଟେ ଜନ୍ମ ହୁଏ, ଝିଅ ଛୁଆଟେ ଜନ୍ମ ହୁଏ, ବାପା ମାଆଙ୍କ ପରିଚୟ ନେଇ ସେ ବଢ଼ିଥାଏ। ଯେତେବେଳେ ସେ ଶାଶୁଘରୁ ଯାଇଥାଏ, ଯେତେବେଳେ ଗୋଟେ ନାରୀକୁ ଗୋଟେ କନ୍ୟା ଦାନ କରନ୍ତି, ମାନେ ଗୋଟେ ବିବାହିତ ନାରୀର ପରିଚୟ ପାଇଥାଏ, ସେତେବେଳେ ତା ଶାଶୁଘରକୁ ସେ ଯାଇଥାଏ। କିନ୍ତୁ ତାର ପରିଚୟ, ନିଜସ୍ୱ ପରିଚୟ କିଛି ନଥାଏ ଗୋଟେ ନାରୀର। ଏଇଟା ବାସ୍ତବ ସତ୍ୟ। କେମିତି? ଯେତେବେଳେ ସେ ବାପ ଘରେ ଥିବ, ତା ବାପା ମା ପରିଚୟ ପାଇଥାଏ, ତା ଭାଇମାନଙ୍କର ପରିଚୟ ନେଇ ସେ ବଞ୍ଚିଥାଏ। ସେ କାହା ଝିଅ, ସେ କାହା ଭଉଣୀ, ଏଇଭଳି ପରିଚୟ ପାଇଥାଏ। ଯେତେବେଳେ ଶାଶୁଘର ଯାଏ, ସେ କାହା ବୋହୂ, ସେ କାହା ସ୍ତ୍ରୀ, କାହା ମା, ଏଇ ପରିଚୟ ପାଇଥାଏ। କିନ୍ତୁ ଦେଖନ୍ତୁ, ଚିନ୍ତା କଲେ ବହୁତ ମନ ଦୁଃଖ ହୁଏ। ଯେତେବେଳେ ସେ ଶାଶୁଘର ପଳାଇଯାଏ, ତା ଶାଶୁଘର ଲୋକମାନେ, ଏମିତି ତା ସ୍ୱାମୀ, ଶାଶୁ, ଶ୍ୱଶୁର, ତା ଦିଅର, ନଣନ୍ଦ ସମସ୍ତେ କହନ୍ତି, ତମ ଘର, ତା ବାପ ଘରକୁ ଇଙ୍ଗିତ କରି କହନ୍ତି, ତମ ଘରେ ସବୁ କ'ଣ କରନ୍ତି, ତମର କେମିତି କ'ଣ ସବୁ କରନ୍ତି। ଯେତେବେଳେ ସେ ଶାଶୁଘର ଥାଏ, ପ୍ରେଜେଣ୍ଟ ଥାଏ, ଉପସ୍ଥିତ ଥାଏ, ସେତେବେଳେ ତା ବାପ ଘର କୁହାଯାଏ ତମ ଘର। ସେ ଝିଅର ଗୋଟେ ପରିଚୟ ଥାଏ, ତା ବାପ ଘର। ଶାଶୁଘର ଲୋକ ତାକୁ କହନ୍ତି ତମ ଘର, ବାପ ଘରକୁ ଇଙ୍ଗିତ କରି କହିଥାନ୍ତି। ଯେତେବେଳେ ସେଇ ଝିଅ ଶାଶୁଘର ବାପ ଘର ଆସିଥାଏ, ଗୋଟେ ଦିନ ପାଇଁ, ଗୋଟେ ଘଣ୍ଟେ ପାଇଁ, ଗୋଟେ ମୁହୂର୍ତ୍ତ ପାଇଁ ବୁଲିବା ପାଇଁ, କୌଣସି କାରଣ ବୁଲି ଆସିଥାଏ, ସେତେବେଳେ ତା ବାପ ଘର, ତା ବାପ ମା, ନିଜେ ଭାଇ ଭଉଣୀ ସମସ୍ତେ କହନ୍ତି, ତୋ ଘର କାହାକୁ ସବୁ କ'ଣ ଖବର, ତୋ ଶାଶୁ ଖବର କ'ଣ, ତୋ ସ୍ୱାମୀଙ୍କ ଖବର କ'ଣ, ଏମିତି ପଚାରନ୍ତି। ପ୍ରକୃତରେ ସେ ଝିଅର ପରିଚୟ କେଉଁଠି, ବାପ ଘର ନା ଶାଶୁଘର? ମୋ ମତରେ ଗୋଟେ ଝିଅର ପରିଚୟ ଯେମିତି ପାଣି, ଗ୍ଲାସ୍ ପାଣି, ଯେମିତି ଗୋଟେ ଗ୍ଲାସ୍ ରହିଲେ ଗ୍ଲାସ୍ ପାଣି କହିବା, ଗୋଟେ ପୋଖରୀ ରହିଲେ ପୋଖରୀ ପାଣି ପରିଚୟ ପାଇଥାଏ, ଗୋଟେ କୂଅରେ ଥିଲେ ଗୋଟେ କୂଅର ପରିଚୟ ପାଇଥାଏ, ନଈରେ ଥିଲେ ନଈ ପାଣି, ସମୁଦ୍ରରେ ଥିଲେ ସମୁଦ୍ର ପାଣି, ଯଦି ଗଙ୍ଗାରେ ଥିବ ଗଙ୍ଗା ପାଣି। ତେଣୁ ପାଣିର ପରିଚୟ ପାଇଥାଏ, ତାର ନିଜର କିଛି ପରିଚୟ ନଥାଏ, ଗୋଟେ ସ୍ଥାନକୁ ନେଇ ସେ ପରିଚୟ ପାଇଥାଏ। ଠିକ୍ ସେହିପରି ଗୋଟେ ଝିଅର ମଧ୍ୟ ସେଇଭଳି ପରିଚୟ। ସେ ସ୍ଥାନକୁ, ବାପ ଘରେ ଥିଲେ ବାପଘର ପରିଚୟ ପଚାରନ୍ତି, ଶାଶୁଘର ଥିଲେ ବାପଘର ପରିଚୟ, ନିଜସ୍ୱ ପରିଚୟ କିଛି ନଥାଏ। ଯଦି ମୋ କଥା ଆପଣଙ୍କୁ ନିଶ୍ଚିନ୍ତ ଭଲ ଲାଗିଥିବ, ନିଶ୍ଚିନ୍ତ